ବିଜେଡି ରେ ସୁଜାତା ପାଣ୍ଡିଆନଙ୍କ ଏଣ୍ଟ୍ରି ପରେ ପୁଣି ଆରମ୍ଭ ହୋଇଗଲା ଦଳ କନ୍ଦଳ। ସୁଜାତାଙ୍କୁ ନେଇ ବିଜେଡିର ବରିଷ୍ଠ ଆଉ କନିଷ୍ଠ ନେତାଙ୍କ ଭିତରେ ମୁହଁ ଫୁଲାଫୁଲି। କିଏ ସୁଜାତାଙ୍କୁ ସମର୍ଥନ କରୁଛି, ଆଉ କିଏ ସୁଜାତାଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଛି। ଏବେ ଲୋକ ବି କହିଲେଣି ସୁଜାତାଙ୍କ ପାଇଁ କୁଆଡ଼େ ବିଜେଡିରେ ଖଣ୍ଡ ଯୁଦ୍ଧ ଚାଲିଛି। ହଁ ଆଜ୍ଞା, ନବୀନଙ୍କ ପ୍ରିୟ ମିସେସ୍ ପାଣ୍ଡିଆନ ତଥା ସୁଜାତା ପାଣ୍ଡିଆନ ଏବେ ଦଳରେ ଏଣ୍ଟ୍ରି ମାରିବା ପରେ ପରେ ଦଳର ପରିସ୍ଥିତି କିଛି ଠିକ ଚାଲିଛି। ନେତା ମଧ୍ୟରେ କଥା କଟାକଟି ଆଉ ଢେଲା ଫିଙ୍ଗା ଫିଙ୍ଗି। କିଏ ସୁଜାତାଙ୍କୁ ନେଇ ସମର୍ଥନ କରୁଛି ତ କିଏ ସୁଜାତାଙ୍କୁ ଖାତିର ବି କରୁନି। ଯେଉଁ ଘଟଣାକୁ ନେଇ ଏବେ ସାମ୍ନାକୁ ଆସିଛନ୍ତି ବିଜେଡିର ଏହି ଦୁଇ ବିଧାୟକ। ଟିକେ ଏହି ଦୁଇ ନେତାଙ୍କୁ ଦେଖି ନିଅନ୍ତୁ। ଇଏ ହେଉଛନ୍ତି ବିଜେଡି ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଯାହାଙ୍କ ନିଜ ଅଞ୍ଚଳରେ ଖାତିର ଥିଲେ ବି କିଛିଟା ବୟାନ ପାଇଁ ଆଜି ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ସମାଲୋଚନା ଆଉ କେହି ନୁହଁ ବରଂ ନିଜେ ବିଜେଡିର ଜଳେଶ୍ୱର ବିଧାୟକ ଅଶ୍ୱିନ କୁମାର ପାତ୍ର କରିଛନ୍ତି। ହଁ ଆଜ୍ଞା, ଘଟଣା ଅନୁସାରେ ସୁଜାତା ପାଣ୍ଡିଆନ ବିଜେଡିରେ ମିଶିବା ପରେ ପରେ କୁଆଡ଼େ ଦଳର ଯୁବ ନେତାଙ୍କୁ ଅଧିକ ଗୁରୁ ଦାୟିତ୍ୱ ଦିଆଯାଉଛି। ଆଉ ସୁଜାତାଙ୍କୁ ସମର୍ଥନ କରି ନିଜେ ବଦ୍ରିପାତ କହିଛନ୍ତି ଦଳରେ ଯୁବ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଲେ ଦଳ ଆଗକୁ ଯାଇପାରିବ, ଦଳ ସୁଦୃଢ଼ ହୋଇପାରିବ, ଦଳ ଆହୁରି ଖ୍ୟାତି ଅର୍ଜନ କରିପାରିବ। କିନ୍ତୁ ବଦ୍ରିଙ୍କ ଏହି କେଇ ପଦ କଥାକୁ ନେଇ କେଇ ପଦ ଶବ୍ଦକୁ ନେଇ ସମାଲୋଚନା କରିଛନ୍ତି ଜଳେଶ୍ୱରର ବିଧାୟକ ଅଶ୍ୱିନ ପାତ୍ର। ଅଶ୍ୱିନ ପାତ୍ର କହିଛନ୍ତି ଦଳ ଅଭିଜ୍ଞଙ୍କୁ ଛାଡ଼ି କେବଳ ଯୁବକଙ୍କୁ ନେଇ ଆଗକୁ ବଢ଼ିପାରିବ ନାହିଁ। ଯଦି ଅଭିଜ୍ଞଙ୍କୁ ଛାଡ଼ି ଯୁବ ନେତାଙ୍କ ହାତ ଧରି ବିଜେଡି ଆଗକୁ ଯିବ ତାହେଲେ ଖୁବ୍ ଶୀଘ୍ର ବିଜେଡି ଦଳର ଅଣ୍ଟା ଭାଙ୍ଗିଯିବ। ଯାହାଫଳରେ ଦର୍ଶକ ବନ୍ଧୁ, ଦଳ ଭିତରେ ନେତାଙ୍କ ମଧ୍ୟରେ ଏମିତି କନ୍ଦଳକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଆଉ ବିଜେଡି ଏହି ଦଳ କନ୍ଦଳ ପାଇଁ ଆଜି ଲୋକ ହସା ମଧ୍ୟ ହେବା ଆରମ୍ଭ ହୋଇଛି। ବ୍ୟୁରୋ ରିପୋର୍ଟ, ଏସ୍ଟି ନ୍ୟୁଜ୍।